ଏବେ ମାର୍କେଟରେ ମଟର ଛୁଇଁ ପ୍ରବଳ ମାତ୍ରାରେ ମିଳୁଛି। ଶୀତ ଦିନେ ହିଁ ମଟର ଛୁଇଁ ମିଳେ। ଆଉ ଏ ମଟର ଛୁଇଁ ସବୁଥିରେ ପକେଇଲେ ବହୁତ ଟେଷ୍ଟ ଲାଗେ ଖାଇବା ପାଇଁକା। ତ ଆଜି ଆପଣମାନଙ୍କ ସହିତ ସେୟାର କରିବି ମଟର ଛୁଇଁ ଆଳୁ କଷା କିମ୍ବା ମଟର ଛୁଇଁ ଆଳୁ ତରକାରୀ, ଯୋଉଟା ବିନା ପିଆଜ ରସୁଣରେ ବନେଇବା ଆଉ କିଛି ଅଲଗା ପ୍ରକାର ମସଲା ଦେଇକି ବନେଇବା। ନମସ୍କାର ଦର୍ଶକ ବନ୍ଧୁ, ମୁଁ ମିତା, ମୋ ଲକ୍ଷ୍ମୀ ହାଣ୍ଡିଶାଳ ଚ୍ୟାନେଲକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ଆଜି ଆପଣମାନଙ୍କ ସହିତ ବିନା ପିଆଜ ରସୁଣର ମଟର ଛୁଇଁ ଆଳୁ ତରକାରୀ କିମ୍ବା ମଟର ଛୁଇଁ ଆଳୁ କଷା ରେସିପି ସେୟାର କରିବି, ଯୋଉଟା ପୂଜା ଓଷା ବ୍ରତରେ ବି ଖାଇପାରିବେ। ଆଶା କରୁଛି ଆଜିର ଏହି ରେସିପି ଆପଣମାନଙ୍କୁ ନିଶ୍ଚିତ ପସନ୍ଦ ଆସିବ। ତ ଚାଲନ୍ତୁ ଦେଖିନେବା ଆଜିର ଏହି ରେସିପି। ତ ବିନା ପିଆଜ ତରକାରୀ କରିବା ପାଇଁ ପ୍ରଥମ ଗ୍ରାଇଣ୍ଡରରେ ଏବେ ମସଲା ନେଇଦେବା। ତ କି ବିନା ପିଆଜ ରସୁଣରେ ବନେଇବା। ତ ଏଇଠି ଆପଣ ଦେଖିପାରୁଥିବେ କିଛି ମସଲା ନେଇଛି। ଏଠି ମୁଁ ମଟର ଛୁଇଁର ଚୋପା ନେଇଛି। ଗ୍ରୀନ୍ ମଟର ଯେଉଁ, ସେ ଗ୍ରୀନ୍ ମଟର ତରକାରୀ କରିବା କିନ୍ତୁ ତା ଚୋପା ବି ନେବା। ତ ଏଇଟା ଆପଣ ଦେଖିପାରୁଥିବେ ତା ଚୋପା ବି ମୁଁ ଛଡ଼େଇକି ନେଇଛି। ତାପରେ କଖାରୁ ମଞ୍ଜି ଆଉ ପାଣି କଖାରୁ ମଞ୍ଜିରେ ଏଠି ମୁଁ ମଞ୍ଜି ନେଇଛି। ଦୁଇଟା ଯାକ ମଞ୍ଜି ନେଇଛି, ଆପଣ ଦେଖିପାରୁଥିବେ। ପାଣି କଖାରୁର ମଞ୍ଜି ଆଉ କଖାରୁ ମଞ୍ଜି ଦୁଇଟା ଯାକ ମଞ୍ଜି ନେଇଛି। ତ ମିଡ଼ିୟମ୍ ସାଇଜ୍ର ଅଦା ବି ନେଇଛି, ତାକୁ ଚୋପା ଛଡ଼େଇକି ନେଇଯାଇଛି। ତ ଏଇସବୁ ଦେଇକି ଆମେ ମସଲା ବାଟିବା। ତ ପ୍ରଥମ ଦେଖିପାରୁଥିବେ ଗ୍ରାଇଣ୍ଡର ଜାରରେ ଆମେ ଦେଇଦେବା ଯେଉଁ ମଟର ଛୁଇଁର ଚୋପା ଏଠି ଦେଇଦେବା। ତାପରେ ଅଦା ଦେଇଦେବା ଆଉ ଯେଉଁ କଖାରୁ ଆଉ ପାଣି କଖାରୁ ମଞ୍ଜି ନେଇଛି ତାକୁ ବି ଏଠି ଦେଇଦେବା। ଏ ସବୁ ଜିନିଷ ଦେଇସାରିଲା ପରେ ଅଳ୍ପ ଟିକେ ପାଣି ଦେଇକି ତାକୁ ଟିକେ ବାଟିଦେବା, ଚିକ୍କଣ କରି ବାଟିଦେବା। ତ ଦେଖିପାରୁଥିବେ ସବୁ ଯାକ ମୁଁ ଏଠି ଦେଇଦେଇଛି। ଏବେ ଅଳ୍ପ ପାଣି ଦେଇକି ଏଟାକୁ ବାଟିଦେବା, ଚିକ୍କଣ କରିକି ପୁରା ବାଟି ଆଣିବେ। ତ ଏଠି ମୁଁ କଞ୍ଚା ଲଙ୍କା ଦେଇନି, ଆପଣ ଚାହିଁବେ ଏଠି କଞ୍ଚା ଲଙ୍କା ବି ଦେଇପାରନ୍ତି। ତ ଏଇଠି ଆପଣ ଦେଖିପାରୁଥିବେ ଏଟାକୁ ବାଟି ଆଣିଛି। ଆଉ ଏଇଠି ମସଲାଟା ଦେଖିପାରୁଥିବେ କେତେ ସୁନ୍ଦର ଦେଖାଯାଉଛି। ବହୁତ ଚିକ୍କଣ କରିବାକୁ ବାଟିବେ, ଖଦଟିଆ ବାଟିବେ ନାହିଁ। ତ ଏଇଠି ଆପଣ ଦେଖିପାରୁଥିବେ, ପାଖକୁ ନେଇକି ଦେଖନ୍ତୁ, ଚିକ୍କଣ କରିକି ପୁରା ବାଟିବେ, ଜମାରୁ ଖଦଡ଼ିଆ ବାଟିବେନି। ଆଉ ଆପଣ ନିଶ୍ଚିନ୍ତ ଭାବୁଥିବେ ଏ ମସଲାରେ କି ତରକାରୀ ହେବ, ଏସବୁ ଚୋପା ଆଉ ଏ ମଞ୍ଜି ଦେଇକି ତରକାରୀ ହେବ। ଆପଣ ଥରେ ବନେଇକି ଦେଖିବେ ତରକାରୀ କେମିତି ଲାଗିବ, ନିଶ୍ଚିନ୍ତ ମୋତେ କମେଣ୍ଟ କରିକି କହିବେ। ତ ଏଇଟାକୁ ଏବେ ଗୋଟେ ଜାଗାକୁ କାଢ଼ିଦେବା, ସାଇଡ଼୍ କରିଦେବା ମସଲାକୁ। ଏବେ ଦେଖିପାରୁଥିବେ ମୁଁ ଏଠି ଆଳୁ ଆଉ ମଟର ଛୁଇଁ, ଯାହାକି ଆମେ ମଟର ଛୁଇଁର କଷା କିମ୍ବା ତରକାରୀ କରିବା। ତ ମଟର ଛୁଇଁ ନେଇଯାଇଛି ଆଉ ଆଳୁକୁ ଏଇଭଳି ଚୋପା ଛଡ଼େଇ କାଟିଛି। ତ ଗ୍ୟାସ୍ରେ ଏଇଟାକୁ ପ୍ରଥମ କଡ଼େଇଟି ବସାଇ ଦେଇଛି, ସେଥିରେ ତେଲ ଦେଇଦେଇଛି। ତ ଏଇଠି ମୁଁ ବିନା ପିଆଜ ରସୁଣରେ ବନାଉଛି, ରିଫାଇନ୍ ତେଲ ନେଇଛି। ଆପଣ ସୋରିଷ ତେଲ ବି ନେଇପାରନ୍ତି ଯଦି ପିଆଜ ରସୁଣ ଯଦି ଦେଉଛନ୍ତି। ତେଲ ତାତି ପଡ଼ିଲା ପରେ ଏଠି ଆଳୁ ଦେଇଦେଇଛି। ଆଳୁକୁ ଯେଉଁ ଚୋପା ଛଡ଼େଇଥିଲି ଆଳୁ ଦେଇଦେଇଛି। ସ୍ୱାଦ ଅନୁସାରେ ଟିକେ ହାଫ୍ ଚାମଚ ଲୁଣ, ହଳଦୀ ଦେଇଛି, ଯାହାକି ଆଳୁଟା ଆମ ଫିକା ପଡ଼ିବନି। ହାଫ୍ ଚାମଚ ହଳଦୀ ଲୁଣ ଏଠି ଦେଇସାରିଲା ପରେ ଏଇରାକ ଲୋ ଫ୍ଲେମ୍ରେ ଆଳୁକୁ ଏଠି ଭାଜି ନେବା। ତ ଏଠି ଆପଣ ଦେଖିପାରୁଥିବେ ଆଳୁକୁ ମୁଁ ଏଇଭଳି କାଟିଛି, ଟିକେ ବଡ଼ ସାଇଜ୍। ଆମେ ଏଠି ମଟର ଛୁଇଁର ଆଳୁ ତରକାରୀ କିମ୍ବା ଆଳୁ କଷା କହୁଛୁ ମଟର ଛୁଇଁର। ତ ଆପଣ ଆଳୁକୁ ଏଠି ଛୋଟ ବଡ଼ ସାଇଜ୍ ବି କରିପାରନ୍ତି। ଆଳୁକୁ ଟିକେ ବଡ଼ ରଖିଲେ ଭଲ ଲାଗିବ ତରକାରୀରେ। ତ ଏଇ ଦେଖିପାରୁଥିବେ ଆଳୁ ବହୁତ ବଢ଼ିଆ ଭାବରେ ଭାଜି ହେଇଗଲାଣି। ଏବେ ଆମେ ମଟର ଛୁଇଁ ଦେଇଦେବା। ମଟର ଛୁଇଁ ଦେଇସାରିଲା ପରେ ଏଇଥିରେ ଆମେ କିଛି ସେକେଣ୍ଡ ପାଇଁ ମଟରକୁ ବି ଏଇଥିରେ ଭାଜି ନେବା। ତ ଆପଣ ଯଦି ଚାହିଁବେ ଅଲଗା ବି ୟାକୁ ଭାଜି ପାରିବେ, ମୁଁ କିନ୍ତୁ ଏଇଥିରେ ହିଁ ଭାଜି ଦେଉଛି। ଆଳୁ ବି ଆଉ ଟିକେ ଭାଜି ହେଇଯିବ, ଆଉ ତା ସାଙ୍ଗରେ ମଟର ଛୁଇଁ ବି ଆମର ଭାଜି ହେଇଯିବ। ଆପଣ ଦେଖିପାରୁଥିବେ ଏପଟ ସେପଟ କରି ଭାଜିବା ଦ୍ୱାରା ଏଠି ମଟର ଛୁଇଁ ବି ଆଳୁ ସହିତ ଭାଜି ହେଇଗଲାଣି। ଏବେ ୟାକୁ ଗୋଟେ ଜାଗାକୁ କାଢ଼ିଦେବା। ତ ସେଇ ସେମ୍ କଡ଼େଇରେ ତେଲ ଥିଲା, ମୁଁ ଆଉ ଟିକେ ତେଲ ଏଠି ଦେଇଦେଇଛି। ତ ପ୍ରଥମେ ଏଥିରେ ଡାଲଚିନି ଖଣ୍ଡେ ଭାଙ୍ଗିକି ନେଇଥିଲି, ତାକୁ ଏଠି ଦେଇଦେଉଛି। ଗୋଟେ ମିଡ଼ିୟମ୍ ସାଇଜ୍ର ଡାଲଚିନି ଛୋଟ ଛୋଟ କରି ଭାଙ୍ଗିକି ନେଇ ତାକୁ ଦେଉଛି। ତାପରେ ପଞ୍ଚ ଫୁଟଣ, କଞ୍ଚା ଲଙ୍କା କାଟିକି ନେଇଥିଲି, ତାକୁ ଏଠି ଦେଇଦେଉଛି। ଏ ସବୁକୁ କିଛି ସେକେଣ୍ଡ ପାଇଁ ଭାଜି ନେବା। ତ ସବୁ ଜିନିଷ ଏଠି ଭାଜି ସାରିଲା ପରେ ଆମେ ଏଠି ଯେଉଁ ମସଲା ବାଟିକି ନେଇଥିଲୁ ତାକୁ ଏଠି ଦେଇଦେବା। ତ ମସଲା ଦେଇକି ଭଲ ଭାବରେ ଏଗୁଡ଼ାକ ମିଶାଇ ନେବା। ତ ଏଇଠି ଆପଣ ଦେଖିପାରୁଥିବେ ମୁଁ ମସଲା ଏଠି ଦେଇଦେଇଛି। ଭଲ ଭାବରେ ଏଗୁଡ଼ା ମିଶାଇକି ମସଲାକୁ ଘୋରେଇକି ଛାଡ଼ିଦେବା କିଛି ସେକେଣ୍ଡ ପାଇଁ, ମସଲା କଷି ହେବା ପାଇଁକା। 5ରୁ 10 ମିନିଟ୍ ଯାଏଁ ଲୋ ଫ୍ଲେମ୍ରେ ଛାଡ଼ିବେ, ମସଲା ଯେମିତି ଭଲ ଭାବରେ କଷି ହେବ। ତ ଏଇଠି ଆପଣ ଦେଖିପାରୁଥିବେ ଭଲ ଭାବରେ ମୁଁ ମସଲାକୁ ଏଠି ମିଶାଇ ସାରିଛି। ଏବେ ୟାକୁ ଆମେ ଘୋରେଇକି ଛାଡ଼ିବା 5ରୁ 10 ମିନିଟ୍ ଯାଏଁ, ମସଲା ଭଲ ଭାବରେ କଷି ହେବା ପାଇଁକା। ତ 5-10 ମିନିଟ୍ ପରେ କାଢ଼ିକି ଦେଖାଉଛି। ଏଇଠି ଆପଣ ଦେଖିପାରୁଥିବେ ମସଲା ଭଲ ଭାବରେ ଟିକେ କଷି ବି ହେଇଗଲାଣି, ଆଉ ତେଲ ବି ଏଥିରୁ ଛାଡ଼ି ସାରିଛି। ମଝିରେ ମୁଁ କାଢ଼ିକି ଦେଖିଥିଲି, ମସଲାକୁ ଜମାକୁ ଛାଡ଼ିଦେବେନି, ମଝିରେ ମଝିରେ କାଢ଼ିକି ଦେଖିବେ। ତ ଭଲ ଭାବରେ ଏଗୁଡ଼ା ମସଲାଟାକୁ ଆଉ ଟିକେ ଏଠି କଷିଲା ପରେ, ତ ଏଠି ମୁଁ 2ଟା ଟମାଟର କାଟିକି ନେଇଥିଲି, ତାକୁ ଏଠି ଦେଇଦେଉଛି। ଟମାଟର ଦେଇସାରିଲା ପରେ ସ୍ୱାଦ ଅନୁସାରେ ଲୁଣ ଏଠି ଦେଇଦେଉଛି, ହାଫ୍ ଚାମଚ ହଳଦୀ ଏଠି ଦେଇଦେଉଛି, ଆଉ 1 ଚାମଚ ଲଙ୍କାଗୁଣ୍ଡ ଏଠି ଦେଇଦେଉଛି। ଆପଣ ଏଠି ରାଗ ଯେତିକି ଖାଆନ୍ତି କମ୍ ବେଶୀ ବି ଏଠି କରିପାରନ୍ତି। ସବୁ ଜିନିଷକୁ ଦେଇସାରିଲା ପରେ ଏଗୁଡ଼ା ଭଲ ଭାବରେ ମିଶାଇ ସାରିଲା ପରେ ଅଳ୍ପ ଟିକେ ଏଠି ପାଣି ବି ଦେଇଦେଉଛି, କାହିଁକିନା ଏଗୁଡ଼ା ଟିକେ ନାକୁ ସିଝିବ ଟମାଟର ବି ଆମର। ସେଥିପାଇଁ ଅଳ୍ପ ଟିକେ ପାଣି ଦେଇକି ଭଲ ଭାବରେ ଏଗୁଡ଼ା ମିଶାଇକି ଲୋ ଫ୍ଲେମ୍ରେ ଘୋରେଇକି ଛାଡ଼ିବା। ଟମାଟର ଭଲ ଭାବରେ ସିଝିଯିବ ଆଉ ମସଲା ବି ଆମର ଟିକେ କଷି ହେବ।
तो एथेरे पानी देकी भल भाव मिसेकी घोरेकी छाड़ 5-10 मिनिट जाए 5-10 मिनिट पर काढ़ी देखा ये आप देखिपे टमाटर सीझिकी तेल भी छाड़ी आसला आ मसला भी टी कषि भी हो सारी मझे मझे काढ़ी देखिए जमार छाड़देवेनि टमाटर जी गोटा गोटा रही जाए चटू साहय दाबी देवे जहाँकि मसला सहित टमाटर भी भल भाव मिसीज तो सब जिनस को मिसई सारापर बाकी जिनस देदेबा तो ये आप देखिपे मुझे हाफ चामच जीरा गुंड नहीं हाफ चामच धनिया गुंड हाफ चामच ये नहीं मु चाट मसला जगह आप आंबचूरण पाउडर किंबा करी पाउडर जो आम व्यवहार करूँ डेली सादा तरकारी से मसला भी नहीं पारती तो ये सब मसला मुझे हाफ हाफ चामच सब जिनस को दे सारापर एथेर अल्प टिके पानी देकी भल भाव मिसेदेबा तो दर्शक बंधु आज रेसिपी जदि आपण मैंने भल लगे प्लीज वीडियो को लाइक कमेंट शेयर कर जमार भूलें चैनल जदि नुआ थे प्लीज सब्सक्राइब करेंगे पाखे छोट बेल आइकन भी प्रेस करेंगे जहाँद्वारा पठाऊे नुआ नुआ वीडियो नोटिफिकेशन पाइबे तो ये आप देखिपे अल्प टिके पानी देकी भल भाव मिसई देती तो ये मुझे चाट मसला देती आपन ये आंबचूरण पाउडर जमी मुझे कहली करी पाउडर भी ये दे पारती तो आपड़ जब किसी मसला न देकी खाली टमाटर टी अधिका देकी करेंगे तरकारी आउ भी टेस्ट लगे जदि आप आंबचूरण पाउडर किंबा चाट मसला किंबा करी पाउडर दौना खाली एमती जी आम मसला नहीं सेमती जदि करेंगे आउ भी टेस्ट लगे तरकारी किंतु टमाटर मात्रा टिके बढ़े देवे तो ये घोरेकी छाड़ी दूसरी 5-10 मिनिट जाए लो फ्लेम रे 5-10 मिनिट पर ये काढ़ी देखा ये आप देखिपे मसला बहुत बढ़िया भाव कषि भी हो गलानी आउ भल भाव तेल भी छाड़गला एवं आउ कि समय एमती खोला कर कषि नवा तो खोला करी खसवा द्वारा किसी सेकेंड हो गलानी आठ देखिपे मसला बहुत बढ़िया भाव कषि हो गलानी आगुरी भाजिकी नहीं आलू आ मटर को देदेबा आलू मटर को देकी अल्प टिके पानी देकी या भल भाव मसलार कषि नवा आलू आम भाजिकी नहीं आलू भी एमती सीझी जाइए तो ये बेसी पानी दबार ना जदि आप तरकारी करें कंचा पानी देवे नहीं सीझा पानी देवे पानी की गरम करके देवे आउटी मु गरम पानी ही दूची तो आप देखिपे अल्प पानी देकी भल भाव मिसई सारी कषि सारी तापर ये पानी दे दूची ये उषुम पानी देती ठंडा पानी देवे नहीं तो पानी देकी भल भाव मिसईकी आपको छाड़देवा तरकारी भल भाव हाँपाइका तो यहाँ देखिपे बहुत बढ़िया भाव मुझे मिसई सारी एवं आम घोरेकी छाड़ा आलू भी टी सीझा और मटर भी आमर आउ सीझीज आपको छाड़ी दूसरी 5-10 मिनिट जाए 5-10 मिनिट पर काढ़ी देखा लो फ्लेम रे छाड़ी देती आउटी देखूँ तरकारी तो बहुत बढ़िया भाव हो सारी जदि आप एमती टे जुकजुकिया दरकार ये काढ़ी देवे कि आउ टे शुखिला करदे तो आउ टे पानी आउ शुकई दूसरी तो ये आप देखिपे आउ कि सेकेंड ये रांधिया द्वारा यहाँ पूरा शुखिला हो गलानी एवं मुझे दूसरी कस्तूरी मेथी पत्र निश्चिंत देवे बहुत बढ़िया बास्ना सहित बहुत टेस्ट लगे हाफ चमच गरम मसला देकी भल भाव मिसई नवा तो ये पूरापूरी सुखा सुखा टाइप रही मैंने पूरा कषा टाइप आप जुकजुकिया दरकार आपड़ जमी जुकजुकिया था से टेस्ट काढ़ीदेवे तो ये मुझे पूरा सुखा कर सारी आउट कटा धनिया पत्र आउटे देदेची धनिया पत्र देकी भल भाव मिसईदेवा आईटी आमर मटर छुई आलू कषा कि मटर छुई आलू तरकारी रेडी हो सारी एवं चलते आपको गोटे जगह को काढ़ी नवा तो ये आम रेडी होगला ए मटर छुई आलू कषा कि मटर छुई आलू तरकारी आपको रुटी सहित खाईपर अरुआ भात सहित कि परोटा सहित बहुत टेस्ट लगे तरकारी बिना पियाज रसुन होती तो पूजा उषा बदले खाईपर तो आपण मैंने थे बनईकी देखूँ यही प्रोसेस रे मटर छुई आलू तरकारी कि कषाटा को निश्चिंत थे बनातु आपण मन तरकारी केमी मत निश्चिंत कमेंट करेंगे आशा करुँच आज रेसिपी आप निश्चिंत भल लगी आदि भल लगी वीडियो बहुत मात्रा शेयर करेंगे आज रोचे जय जगन्नाथ पुणी आसबि एमती गोटे नुआ रेसिपी नहीं कि धन्यवाद।